ଶୁଣ ଚିନ୍ତାମଣି ବାସ୍ତବ ଜୀବନରେ ଯିଏ ଭଲ ଅଭିନୟ କରିପାରେ ସିଏ ଜମିଦାର ଆସନରେ ଅଭାବୀ ମଣିଷମାନଙ୍କ ଠାରୁ ଯିଏ 100% କର ଆଦାୟ କରିପାରେ ତାକୁ ଜମିଦାର କୁହାଯାଏ। ପ୍ରଜାମାନଙ୍କ ପିଠିରେ ଚାବୁକ ମାରି ସେମାନଙ୍କ ଲହୁଲୁହାଣ ଦେହକୁ ଦେଖି ଯିଏ ମନ ଖୋଲା ହସ ହସି ପରେ ତାକୁ ଜମିଦାର କୁହାଯାଏ। ଜମିଦାର ଜଗା ଜଗା କାହାକୁ ଡରେନି କି କାହାକୁ ସାମ୍ନା କରିବାକୁ ଭୟ କରେନି। ସେ ଯାହା ପାଏ ତା କରେ। ତାର ପ୍ରଥମ କଥା ହେଲା ବାପା ମାଙ୍କୁ ଭକ୍ତି କର, ଏ ସମାଜକୁ ନାରୀମାନଙ୍କୁ ସୁରକ୍ଷା ଦିଅ, ତାହେଲେ ତମକୁ ଏ ସମାଜରେ ମର୍ଦ କହିବେ। ନମସ୍କାର, ମୁଁ ଆକାଶ। ମୋର ଯାତ୍ରା ଜୀବନ 30 ବର୍ଷ ହେଇଗଲା। ମୁଁ 25 ବର୍ଷ ପରେ 7-8 ବର୍ଷ ରହିଯାଇଥିଲି। ଏଇ ବର୍ଷ ଇନ୍ଦ୍ରଭୁବନରେ ମୁଁ ଏଣ୍ଟ୍ରି କରିଛି। ବହୁତ ଖୁସି ଅଛି। ମୁଁ ଯେଉଁ ରହିଯାଇଥିଲି ଏଇ ଯାତ୍ରା ସହିତ ହିଁ ସଂଶ୍ଳିଷ୍ଟ ଥିଲି। ମୁଁ 32ଟା ଡ୍ରାମା ଟିମ୍ କରିଥିଲି। ମୋର 32ଟା ଏକ ଡ୍ରାମା ଟିମ୍ ଚଲେଇଥିଲି। ଏଇ ବର୍ଷ ମୁଁ ଯାତ୍ରାକୁ ଏଣ୍ଟ୍ରି କରିଛି। ଡ୍ରାମା ଟିମ୍ ମୋର ଚାଲିଛି, ମୋର ଷ୍ଟୁଡେଣ୍ଟ ସବୁ ଅଛନ୍ତି, ସେଇମାନେ ସବୁ ଡ୍ରାମା ଟିମ୍ ଚଲେଇଛନ୍ତି। ମୁଁ ଏଇ ବର୍ଷ ଆସିଛି ଯାତ୍ରା ଜଗତକୁ। ଆଉ ମୋର ତ 1991ରେ ମୁଁ ଏଣ୍ଟ୍ରି କରିଥିଲି। ସେତେବେଳେ ଥିଲା ଆମର ଜେଲ୍ ଟାଇଗର, ମୋ ସବୁ ମୋ କାନ୍ଧରେ, ଆଇନ ଶୋଇଛି ଫାଇଲ ଭିତରେ, ମୁଁ ମହାଭାରତର ସୀତା, ତାପରେ ସଙ୍ଗିନୀରେ ରସ ରଙ୍ଗିନୀରେ, ସତ୍ସଙ୍ଗର ସଙ୍ଗିନୀରେ ରସ ରଙ୍ଗିନୀରେ, ମାୟା ରାଇଜେ ବାୟା ରାଜା, ଅକଲ ମକଲ ଟକଲ ଡିଆଁ, ଆରେ ବାଇଆ ଆଉ ମତେ ସବୁଠୁ ଭଲ ସଫଳତା ଦେଇଥିଲା ଜଗା ଆସୁଛି ବରଦାନ ଦୁଲକେଇ, ଜଗା ରୋଲ। ତୁଳସୀରେ ବି ବହୁତ 7 ବର୍ଷ ଖଣ୍ଡେ ମୋର କଟିଗଲା। ଜଗା ଜଗା କାହାକୁ ଡରେନି କି କାହାକୁ ସାମ୍ନା କରିବାକୁ ଭୟ କରେନି। ସେ ଯାହା ପାଏ ତା କରେ। ତାର ପ୍ରଥମ କଥା ହେଲା ବାପା ମାଙ୍କୁ ଭକ୍ତି କର, ଏ ସମାଜକୁ ନାରୀମାନଙ୍କୁ ସୁରକ୍ଷା ଦିଅ, ତାହେଲେ ତମକୁ ଏ ସମାଜରେ ମର୍ଦ କହିବେ। ବର୍ଷ ପ୍ରାୟ ନାଟକରେ ମୁଁ ମୋର ଗୋଟାଏ ନାଟକ ଫାଙ୍କା, ଚିଠି ବାସୁଛି ତୁଳସୀ ତୁଳସୀ, ଆଉ ସବୁ ନାଟକରେ ମୋର ପାର୍ଟ ଅଛି। ଶୁଣ ଚିନ୍ତାମଣି ବାସ୍ତବ ଜୀବନରେ ଯିଏ ଭଲ ଅଭିନୟ କରିପାରେ ସିଏ ଜମିଦାର ଆସନରେ ବସେ। ଅଭାବୀ ମଣିଷ ମାନଙ୍କ ଠାରୁ ଯିଏ 100% କର ଆଦାୟ କରିପାରେ ତାକୁ ଜମିଦାର କୁହାଯାଏ। ପ୍ରଜାମାନଙ୍କ ପିଠିରେ ଚାବୁକ ମାରି ସେମାନଙ୍କ ଲହୁଲୁହାଣ ଦେହକୁ ଦେଖି ଯିଏ ମନ ଖୋଲା ହସ ହସି ପରେ ତାକୁ ଜମିଦାର କୁହାଯାଏ। ଜମିଦାର।